हेलो आज्ञा मैंने नमस्कार। पीएम किसान तरफରୁ ଆସିଲା ଏକ ଛୋଟିଆ ଅପଡେଟଟି ଯାହାକି କେନ୍ଦ୍ର ସରକାର ଚାଷୀଙ୍କ ଖାତାକୁ ବର୍ଷକୁ 6,000 ଟଙ୍କା ଲେଖାଏଁ ପଠାଇଥାନ୍ତି, ଯାହାକି ତିନୋଟି କିସ୍ତି ହିସାବରେ 2,000 ଲେଖାଏଁ ତିନୋଟି ଥର ପଠାଇଥାନ୍ତି। ଆଜ୍ଞା ମାନେ ଏଇ ଭିଡ଼ିଓରେ ଆପଣମାନେ ଜାଣିପାରିବେ ପିଏମ୍ କିसान ତରଫରୁ କିଛି ଅପଡେଟ୍ ଆସିଛି। ଆପଣମାନଙ୍କୁ ଏହି ଚ୍ୟାନେଲ୍ ମାଧ୍ୟମରେ ସଠିକ୍ ଇନଫର୍ମେସନ୍ ଦିଆଯାଏ, ଯାହାକି ପ୍ରୁଫ୍ ସହିତ। ଆଜ୍ଞା ମାନେ କିଛି ଦିନ ହେଲା ଚାଷୀଙ୍କ ମୋବାଇଲକୁ ବେଶୀ ମାତ୍ରାରେ ଗୋଟେ ମେସେଜ ଆସୁଛି, ଯୋଉଟାକି SMS ପିଏମ୍ କିसान ତରଫରୁ। ବହୁତ ଜଣ ଚାଷୀଙ୍କ ମୋବାଇଲକୁ ମୁଁ ଚେକ୍ କଲି, ବହୁତ ଜଣଙ୍କ ଚାଷୀଙ୍କ ମୋବାଇଲକୁ SMS ଆସିଛି। ଆପଣଙ୍କର ମୋବାଇଲକୁ ଆସିଛି କି ନାହିଁ ଆପଣମାନେ ଚେକ୍ କରିବେ। ତ କ'ଣ SMS ଆସିଛି ଚାଲନ୍ତୁ ଆପଣମାନଙ୍କୁ ମୁଁ ସ୍କ୍ରିନରେ ଦେଖାଉଛି। ଆପଣମାନେ ଦେଖିପାରୁଥିବେ, ଦେଖନ୍ତୁ। ପ୍ରିୟ କୃଷକ, ଆପଣଙ୍କର KYC ବିଚାରାଧୀନ ଅଛି। ପିଏମ୍ କିଷାନ ଯୋଜନା ଅଧୀନରେ ଲାଭ ପାଇବା ପାଇଁ ଦୟାକରି ତୁମର ନିକଟତମ CSCରୁ ତୁରନ୍ତ ତୁମର KYC ସମ୍ପୂର୍ଣ୍ଣ କରନ୍ତୁ। ଅଧିକ ସୂଚନା ପାଇଁ ଦୟାକରି ପିଏମ୍ କିଷାନ ପୋର୍ଟାଲ ପରିଦର୍ଶନ କରନ୍ତୁ, ଯୋଉଟାକି ଆପଣମାନଙ୍କୁ ଦିଆହେଇଛି ଏଠାରେ pmkisan.gov.in ଏହି ୱେବସାଇଟ୍। ଯଦି KYC ପୂର୍ବରୁ ସମ୍ପୂର୍ଣ୍ଣ ହୋଇଛି ଦୟାକରି SMSକୁ ଅଣଦେଖା କରନ୍ତୁ। ଯଦି ଆଜ୍ଞା ମାନେ ଆପଣମାନେ ପିଏମ୍ କିଷାନର ଆପଣମାନେ ଯେଉଁ CSC ସେଣ୍ଟରରେ ଆପଣମାନେ KYC କରିଛନ୍ତି, ତାହେଲେ ଆପଣଙ୍କୁ କୌଣସି KYC କରିବାକୁ ପଡ଼ିବ ନାହିଁ। ଯଦି ଆପଣମାନେ ବ୍ୟାଙ୍କରେ KYC କରିନାହାନ୍ତି ତାହେଲେ ବ୍ୟାଙ୍କରେ କରିବାକୁ ପଡ଼ିବ। ତ ଆପଣମାନେ ଯଥାଶୀଘ୍ର ନିଜର ପାଖରେ ଥିବା CSC ସେଣ୍ଟରକୁ ଯାଇ ଚେକ୍ କରିନିଅନ୍ତୁ, ଯଦ୍ୱାରା ଆପଣମାନେ ପରବର୍ତ୍ତୀ କିସ୍ତି ଟଙ୍କା ପାଇପାରିବେ। ନହେଲେ ଆପଣଙ୍କୁ ପିଏମ୍ କିଷାନ ଟଙ୍କାର ପଇସାଟା ମିଳିପାରିବ ନାହିଁ। ଏହା ଥିଲା ଆପଣମାନଙ୍କୁ ଛୋଟିଆ ଅପଡେଟ୍। ଭିଡ଼ିଓଟି ଆପଣମାନଙ୍କୁ ଭଲ ଲାଗିଥିଲେ ଭିଡ଼ିଓଟିକୁ ଲାଇକ୍ କରିବେ, ଚ୍ୟାନେଲଟିକୁ ସବସ୍କ୍ରାଇବ୍ କରିଦେବେ। ଧନ୍ୟବାଦ।